ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ତାରା ତରୁଣକୁ କୁହେ, ତରୁଣ ବର୍ଷାରେ ବି ତମେ ମୋ ଆଖିର ଲୁହକୁ ଅତି ସହଜରେ ଧରି ନେଉଥିଲ। କ'ଣ ଏବେ ତମେ ତମ ତାରାକୁ ଚିହ୍ନି ପାରୁନ? କ'ଣ ତମ ମନ ତମ ପାର୍ଟନରକୁ ଚିହ୍ନି ପାରୁନି? ଯଦି ଅତୀତର ସେ ପରିସ୍ଥିତିକୁ ସାମ୍ନା କରିଛ, ହାରିନ, ତାହେଲେ ମୁଁ ଆଜି କେମିତି ହାର ମାନି ଯାଇଥାନ୍ତି? ମୁଁ ବି ମୋ ଭଲ ପାଇବା ପାଇଁ ନିଜକୁ କଷ୍ଟ ଦେଉଛି। ଯଦି ମୁଁ ଆଜି ଏମିତି ହାର ଯିବି, ତାହେଲେ ମୁଁ ସବୁଦିନ ପାଇଁ ମୋ ପରିବାରକୁ ହରେଇ ବସିବି। ଭଗବାନ ବି ସମସ୍ତଙ୍କୁ ମୋ ସାମ୍ନାକୁ ଆଣିବାକୁ ଏ ଝଡ଼ ତୋଫାନ ଆଣିଥିଲେ। ଏବେ ଦେଖିଲ ନା କେମିତି ସବୁ କିଛି ବନ୍ଦ ହେଇଗଲା। ତାରାର ଖୁଡ଼ି କୁହନ୍ତି, ବୀର ଏସବୁ କଥା ଏ ଝିଅ କେମିତି ଜାଣିଲା? ତାରା, ତାରିଣୀ ଆଉ ଆମମାନଙ୍କ ଛଡ଼ା ଏସବୁ କଥା ଆଉ କେହି ତ ଜାଣିନଥିଲେ। ନକଲି ତାରା ଆସି କୁହେ, ବନ୍ଦ କର ତୋର ଏ ଡ୍ରାମା। ଖୁଡ଼ି ମୁଁ ବୁଝିପାରୁନି ତମେ କେମିତି ୟା କଥା ବିଶ୍ୱାସ କରୁଛ। ଏସବୁ ତ ବହୁତ ନର୍ମାଲ କଥା। ଇଏ ଏତେ ସବୁ ପ୍ଲାନ୍ କରିକି ଚେହେରା ନେଇକି ଆସିଛି। ସିଏ ଏସବୁ କଥା କଲେକ୍ଟ କରିକି ଆସିନଥିବ ବୋଲି କ'ଣ ଗ୍ୟାରେଣ୍ଟି ଅଛି? ମୋତେ ତ ଲାଗୁଛି ଇଏ ମୋ ବିଷୟରେ ସବୁକିଛି ଇନକ୍ୱାରି କରିକି ହିଁ ଏଠିକି ଆସିଛି। ଆରେ ତମେ ମାନେ ଏ ଝିଅ କଥାରେ ଏମିତି ବୋକା ବନି ଯାଉଛ। ନିକିତା ମନେ ମନେ କୁହେ, ଏସବୁ କ'ଣ ଚାଲିଛି? ମୋ ମୁଣ୍ଡ କିଛି ବି କାମ କରୁନି। ପ୍ରକୃତରେ ଏ ଝିଅ ଅସଲି ତାରା ଦିଦି ନୁହନ୍ତି ତ? ଯିଏ ଘରେ ତାରା ଦିଦି ହେଇକି ଅଛନ୍ତି, ସିଏ ତ ଆମ ତାରା ଦିଦିଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେ ବୀରକୁ ମୁହୂର୍ତ୍ତଟା ନ ଦେଖିଲେ ପାଗଳ ହେଇଯାଉଥିଲେ, ସିଏ କେମିତି ତାଙ୍କୁ ବିଷ ଦେଇପାରିଲା? ନାଇଁ ମୋତେ ଏସବୁ ପତ୍ତା ଲଗେଇବାକୁ ହିଁ ପଡ଼ିବ। ନକଲି ତାରା କୁହେ, ତତେ କ'ଣ ଲାଗୁଛି ତୁ ଏସବୁ କରିକି ସମସ୍ତଙ୍କୁ ପ୍ରୁଭ୍ କରିଦେବୁ ଯେ ତୁ ହେଉଛୁ ଅସଲି ତାରା? ତାରା କୁହେ, ମୁଁ ହିଁ ଜାଣିଛି ମୁଁ ଅସଲି ତାରା। ଆଉ ମୋ ପରିବାର ଲୋକମାନେ ମୋତେ ଆରାମସେ ଚିହ୍ନିପାରିବେ। ଆଉ ଏଥିପାଇଁ ମୋତେ ପ୍ରୁଭ୍ କରିବା କିଛି ବି ଦରକାର ନାହିଁ। ନକଲି ତାରା କୁହେ, ତତେ ପ୍ରୁଭ୍ କରିବା ନିହାତି ଦରକାର। ଯଦି ତୁ ଏସବୁ ଡ୍ରାମା କରିପାରୁଛୁ, ତାହେଲେ ଠିକ୍ ଅଛି। କିଏ ଅସଲି ତାରା ଏବେ ହିଁ ଜଣାପଡ଼ିଯିବ। ସାଙ୍ଗମାନେ ଆଗକୁ କ'ଣ ଯଦି ଜାଣିବାକୁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟ ଲାଇକ୍ଟେ କରିଦିଅନ୍ତୁ। ଜୟ ଜଗନ୍ନାଥ।